ସେତେବେଳେ ଆମ ମନରେ ମଧ୍ୟ ଟିକେ ପ୍ରକୃତରେ ଧକ ହେଉଥିଲା କ'ଣ ହେବ ବୋଲି। ଆମେ ଏମିତି ନୁହେଁ ଯେ ପୁରା ଅବିଶ୍ୱାସୀ ଥିଲୁ, ଆମେ ଲାଗୁଥିଲା ଆସିବ ବୋଲି ସରକାର, କିନ୍ତୁ ପୁରା ବିଶ୍ୱାସ ନଥିଲା। କାରଣ କଳାଧନ ପ୍ରଚୁର ପରିମାଣରେ ତାଙ୍କ ପାଖେ ଥିଲା। ଆମ ପାଖରେ ଆମ କାର୍ଯ୍ୟକର୍ତ୍ତା ମାନେ ପ୍ରତିଥର ହାରି ଅଣ୍ଟାରେ ପଇସା ଆଉ ନାହିଁ ଲଢ଼ିବା ପାଇଁ। ମୁଁ ତ ଲଢ଼ିଲା ବେଳକୁ ମୋ ପାଖେ ଟଙ୍କାଟେ ନଥିଲା। କେଉଁଝର ଜିଲ୍ଲାର କୃଷକ ଭାଇମାନେ ଭଉଣୀମାନେ ଆସିଥିଲେ ଆମକୁ ଆଉ ଧନ୍ୟବାଦ ଅର୍ପଣ କରିବା ପାଇଁ। ଧନ୍ୟବାଦର କାର୍ଯ୍ୟକ୍ରମ ଏ ଗୋଟେ ନୂତନ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଏଟା ଚାଲିଛି। ମୁଁ ଧନ୍ୟବାଦ ଦେବି କୃଷକ ଭାଇ ଓ ଭଉଣୀମାନଙ୍କୁ। ସେମାନଙ୍କର ମନର ଖୁସି, ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ 3100 ଟଙ୍କା ପର କ୍ୱିଣ୍ଟାଲ ଦେଇଛନ୍ତି ଧାନ ରେଟ୍, ସେମାନେ ଖୁସି ଅଛନ୍ତି। ସାରା ଓଡ଼ିଶାରେ ସେମାନେ ଖୁସି ଅଛନ୍ତି, କିଛି ଅଧିକା ପଇସା ପାଇଛନ୍ତି। ତାଙ୍କର ଆର୍ଥିକ ସ୍ଥିତି ନିଶ୍ଚୟ ବଦଳିବ। ଯେଉଁ ସ୍ୱପ୍ନ ଦେଖିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଯେ କୃଷକମାନଙ୍କର ଆୟକୁ 2 ଗୁଣ କରିବା, ଏଟା ସଫଳ ହେଇଛି, ଓଡ଼ିଶା ସଫଳ ହେଇଛି। ଆଉ ପର କ୍ୱିଣ୍ଟାଲ ଯେଉଁ ଇନପୁଟ୍ ଆସିଷ୍ଟାଣ୍ଟ ମଧ୍ୟ 800 ଟଙ୍କା ଦିଆଗଲା, ଏଟା ବହୁତ ବଡ଼ କଥା। ତେଣୁ ମୁଁ ନିଶ୍ଚିତ ଭାବୁଛି ଆଗାମୀ ଦିନ ଆହୁରି ଧାନ ପ୍ରଡକ୍ସନ୍ ବଢ଼ିବ ଆଉ ଅନ୍ୟାନ୍ୟ ପ୍ରଡକ୍ସନ୍ ମଧ୍ୟ ବଢ଼ିବ। କାହିଁକିନା ଆମେ କୃଷି ଉପରେ ମଧ୍ୟ ବହୁତ ଟ୍ରେସ୍ ଦେଇଛୁ। ଅବିକା କୋଲ୍ଡ ଷ୍ଟୋର୍ ମଧ୍ୟ ବିଭିନ୍ନ ବ୍ଲକରେ କରିବା ପାଇଁ ଆରମ୍ଭ କରିଛୁ। ତେଣୁ ନିଶ୍ଚିତ ଭାବରେ ଧାନର ଯେମିତି ପ୍ରଡକ୍ସନ୍ ବଢ଼ିବ, ତାର ଆଳୁ ଅନ୍ୟାନ୍ୟ ଫସଲ ମଧ୍ୟ ବଢ଼ିବ। ଆମେ ଆଶା ରଖୁଛୁ ଯେ କୃଷକମାନଙ୍କର ଆର୍ଥିକ ସ୍ଥିତି ବଢ଼ିବା ସହିତ ମେନ୍ ପ୍ରୋବ୍ଲେମ୍ ହେଉଛି ଯେଉଁ ଦାଦନ ଖଟିବା ପାଇଁ ଗୁଡ଼େ ଲୋକ ପଳାଉଛନ୍ତି, ସେମାନେ ଆଉ ଦାଦନ ଖଟିବେ ନାହିଁ। କାହିଁକି କୃଷି କ୍ଷେତ୍ରରେ ସେମାନେ ଡେଲି ଲେବର କାମ ପାଇଯିବେ। ଧାନ ଆମେ ଏ ବର୍ଷ 74 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ହେଇଛି। ଗତ ବର୍ଷ ଜମା 58 ଲକ୍ଷ ମେଟ୍ରିକ୍ ଟନ୍ କିଣା ହେଇଥିଲା। ଏ ବର୍ଷ 74 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ହେଇଛି। ଯେଉଁମାନେ ଭୁଲ କରିଥିଲେ ଏମିତି 61 ଜଣ ଅଫିସରଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯାଇଛି। 18ଟି ମିଲର ଉପରେ ମଧ୍ୟ ଆକ୍ସନ୍ ନିଆଯାଇଛି। କୋଲ୍ଡ ଷ୍ଟୋର ମୁଁ ହିସାବ କରିକି କହିଦେବି ସଠିକ୍ ଭାବରେ। ମୁଁ ଆପଣଙ୍କୁ ଡାଟା ଦେଇଦେବି। ରାଜ୍ୟରେ 1400 ମିଲର ସମୁଦାୟ ମିଲ୍ ଅଛି 1400। ଆମର ଚେଷ୍ଟା ହେଉଛି ଆଉ 400-500 ମିଲ୍ ବଢ଼େଇବୁ। କାହିଁକିନା ଧାନର ପ୍ରଡକ୍ସନ୍ ଯେହେତୁ ବଢ଼ୁଛି, ମିଲର ସଂଖ୍ୟା ମଧ୍ୟ ବଢ଼ିବା ଦରକାର। ସେହି ହିସାବରେ ମଧ୍ୟ କେଉଁଝରରେ ବି 10-12ଟି ମିଲରଙ୍କ ସଂଖ୍ୟା ବଢ଼ୁ ବୋଲି ମୁଁ ଆଶା ରଖୁଛି। ରବି ପାଇଁ ପ୍ରସ୍ତୁତି ଚାଲିଛି। ଆଉ ରେଜିଷ୍ଟ୍ରେସନ୍ କରିବା ଆରମ୍ଭ କରିଦେଇଛୁ ଆମେ। ତାର ବି ମଧ୍ୟ ଆମେ କାମ କରିବୁ। ରବିରେ ମଧ୍ୟ ଯେଉଁମାନେ ବିକିବେ ସେମାନେ ରେଜିଷ୍ଟ୍ରି କରିବେ। ରେଜିଷ୍ଟ୍ରି କଲେ ଆମେ ନେବୁ। ନାଇଁ, ବିଶ୍ୱାସ ମାନେ ଯେତେବେଳେ 5 ଥର ଗୋଟେ ସରକାର ଆସିଥିଲା ଏବଂ ଗର୍ବର ସହିତ କହୁଥିଲା ଯେ ଆମେ 6th ଥର ମଧ୍ୟ ଆସିବୁ, ସେତେବେଳେ ଆମ ମନରେ ମଧ୍ୟ ଟିକେ ପ୍ରକୃତରେ ଧକ ହେଉଥିଲା କ'ଣ ହେବ ବୋଲି। ଆମେ ଏମିତି ନୁହେଁ ଯେ ପୁରା ଅବିଶ୍ୱାସୀ ଥିଲୁ, ଆମେ ଲାଗୁଥିଲା ଆସିବ ବୋଲି ସରକାର, କିନ୍ତୁ ପୁରା ବିଶ୍ୱାସ ନଥିଲା। କାରଣ କଳାଧନ ପ୍ରଚୁର ପରିମାଣରେ ତାଙ୍କ ପାଖେ ଥିଲା। ଆମ ପାଖରେ ଆମ କାର୍ଯ୍ୟକର୍ତ୍ତା ମାନେ ପ୍ରତିଥର ହାରି ଅଣ୍ଟାରେ ପଇସା ଆଉ ନାହିଁ ଲଢ଼ିବା ପାଇଁ। ମୁଁ ତ ଲଢ଼ିଲା ବେଳକୁ ମୋ ପାଖେ ଟଙ୍କାଟେ ନଥିଲା। ମୁଁ କେମିତି ଲଢ଼ିଲି ମୁଁ ଜାଣିନି, କିନ୍ତୁ ମୋ ବିରୁଦ୍ଧରେ ଯିଏ ଲଢ଼ୁଥିଲା ସେ 10,000 କୋଟି ଟଙ୍କାର ମାଲିକ। 100 କୋଟି ଟଙ୍କା ସେ ଖର୍ଚ୍ଚ କଲା। 100 କୋଟି ଟଙ୍କା ଖର୍ଚ୍ଚ କରିକି ବି ସେ ହାରିଲା। ମୁଁ କୋଟିଏ ଟଙ୍କା ବି ଖର୍ଚ୍ଚ କରିପାରିଲିନି, ମୁଁ ହାରିଲି। ଭଗବାନଙ୍କ ଆଶୀର୍ବାଦରେ, ଜଗନ୍ନାଥଙ୍କ ଆଶୀର୍ବାଦରେ ଏ ସରକାର ଆସିଛି। ମୋ କହିବା ମତଲବ ହେଉଛି ଏଇଆ। ସେଇଟା ଆମେ ଏ କଥାଟା ମୁଁ ଶୁଣିଲି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆମେ ଆଲୋଚନା କରିବା। ତା ଉପରେ ନିଶ୍ଚିତ ଭାବରେ ଚିନ୍ତା କରାଯିବ। ଭାରତର एकमात्र परीक्षित बायोसार पृथ्वी प्रो माटी को रखे सुस्थ, दिए नुआ जीवन। धान, पनीपरिबा और डाली जातीय फसल पाई लाभदायक, अमल बढ़ाए, रोग कमाए। आज ही जमी रे प्रयोग करंतु। जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमको लाइक, फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।